ବୁଲାହାର ଗଛ ପାଖରେ ମାଙ୍କଡ ଦିଟା ଦେଉଥିଲେ। ପସନ୍ଦ କଣ କହିଲା? କାଲିକି ମୁଁ କାଲି ପରଦିନ ଛୁଟି ଥିଲା, ମତେ ଥଣ୍ଡା ହେଇଥିଲା, ମୁଁ ଏଠି ବସିଥିଲି। ତାପରେ ହଉଛି ମୋ ଭାଇର ପଡିଯିବୁ। ଆରେ ତୁ କଣ ଉପରେ ଛାତ ଉପରେ କାଲି ଗୋଟେ ମାଙ୍କଡ ବଇଥିଲା ରାତିରେ। ସିଏ ବହୁତ ଖତରନାକ ହେଲା। ସିଏ ଡାହାଣୀ ବୁଲିଆ ବୁଲୁଥିଲା, ଯେମିତି ବୁଲିଛି ସେଇଠୁ ଭଗେ ସେଠୁ ଛାତ ଉପରୁ ଦେଖିଲା ବେଳକୁ ସିଏ ବଇଛି ଅନେଇକି। ଭଗିଆ ଉପରେ କିଏ ଡେଇଁଲା? ମାଙ୍କଡ ଡେଇଁଲା। ସେ ଯେମିତି ଡେଇଁଛି ଏକାଥରେ ଦୌଡ଼ିଲା ତାଙ୍କ ଘରେ ପଶିଗଲା, କବାଟ ଦେଇଦେଲା। ସେ ମାଙ୍କଡ ଆଉ ପଶି ପାଇଲାନି। ସେଠି ସେ ଛାତ ଉପରକୁ ପଳେଇଲା। ସେଇଠୁ ସକାଳୁ ଯେମିତି ହେଇଛି ସମସ୍ତେ କଥାବାର୍ତ୍ତା ହେଲେ ଭଗିଆ ହାତରେ। ସେଇଠୁ ସିଏ ନାଥ କହିଲା କିଏ ହଉଛି ତ ଉପରୁ ଡେଇଁଲା କି? ମୁଁ କହିଲି ରାତିରେ ମୁଁ ବାହାରକୁ ଆଇଥିଲି, ସେ ମାଙ୍କଡ ମୋ ଉପରୁ ଡେଇଁଲା। ସେଇଠୁ ରାତି ହେଲା। ସେଇଠୁ ଭଗିଆ ଆଉ ନାଥ ଯେମିତି ଯାଇଛନ୍ତି, ତାଙ୍କର ଦି ଜଣଙ୍କ ଉପରକୁ ନେଇଲା ମାଙ୍କଡ। ଏକାଥରେ ଦୌଡନ୍ତି ଆଉ ଭଗିଆ ତାଙ୍କ ଘରକୁ, ସେଇଠୁ ନାଥ ତାଙ୍କ ଘରକୁ ଦୁଡ଼ିଲା ପକେଇକିରି। ସେଇଠୁ ନାଥ ଆଗରେ ଛିଡା ହେଇଗଲା। କିଏ? ସିଏ ମାଙ୍କଡ ଯେମିତି ଛିଡା ହେଇଯାଇଛି, ସେତେବେଳେ ଏକାଥରେ ସେ କେଁ ବାଜି ଦୌଡିଛି ଆଉ। ଭଗିଆ ଆଗେ ଯେମିତି ଛିଡା ହେଇଗଲା, ଭଗିଆ କହିଲା ଇଲୋ ବଉଲ ମରିଗଲି ଲୋ। ଏକାଥରେ କେଁ ବାଜି ଦୌଡିଛି। ତାପରେ ଯେମିତି ସକାଳ ହେଲା, ସେ ମାଙ୍କଡ ସେଇଠୁ ପଳେଇଲା, ତା ଘରକୁ ପଳେଇଲା। ଆକୁ କିଏ ଛାଡି ଦିଅନ୍ତି, ରାତିରେ ସେମିତି ବୁଲୁଛି। ବାଘ ସେ ରାତିରେ ଆସି ତ କଞ୍ଚା ଖାଇଦବ। କିଏ ବେ? ବାଘ। ମୁଁ ଏଠି ଯେମିତି ମୁଁ କାନେ କହୁଛି ବାଘ ପକ, ମୁଁ କହିଲି ବାଘ ଆସିଲେ ରାତିରେ କଞ୍ଚା ଖାଇଯିବ। ତୁ ଆମର ମାଙ୍କଡ ଗପ କହ। ମାଙ୍କଡ ବୁଲାହାର ଗଛ ପାଖରେ ମାଙ୍କଡ ଦିଟା ଦେଉଥିଲେ। ବୁଢା ମାଙ୍କଡ କାମୁଡି ଦେଇକି ମୁଣ୍ଡ ଖରାପ। ସେଇଠୁ ଦିଟା ମାଙ୍କଡ ଦେଉଥିଲେ। ଗୋଟିଏ ଛୁଆ ମାଙ୍କଡ ତଳେ ପଡିଗଲା, ତାର ଗୋଡ ହାତ ଭାଙ୍ଗିଗଲା। ଆମର ଯୋଉଠି ଚାନି ହେଇନି, ଯୋଉଠି ବସନ୍ତି, ସେଇଠି ତାକୁ ଗେରୁଆ ଡାକ୍ତର ଆଇଥିଲା, ତାକୁ ସେଇଠିକି ନେଲେ। ଫୋଡିଲା, ଏପଟେ ଗୋଟେ ଇଞ୍ଜେକ୍ସନ ଫୋଡିଲା ଗେରୁଆ, ଏପଟେ ଗୋଟେ ଫୋଡିଲା, ତା ଗାଲିରେ ଗୋଟେ ଫୋଡିଲା। ସେଇଠୁ ଭଲ ହେଇକିରି ସେଇଠୁ ତା ମା ପାଖକୁ ଗଲା। ତା ମା କହିଲା ତୁ ଏଇଠି ବଇଥା, ମୁଁ ଖାଇବାକୁ ଆଣୁଛି। ସେ ଖାଇବାକୁ ଆଣିଲା। ସେଇଠୁ ସେ ଭଲ ହେଇଗଲା, ଖାଇଲା ଚୋବେଇକି। ତାପରେ ଆଉ ଗୋଟେ କହ। ସେଇଠୁ ବେନର ବାରି ପାଖରେ ଗୋଟେ ଗଛ ଥିଲା।
ସେଇଠି ମାଙ୍କଡ ବଇଥିଲା। ନା 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 କାହିଁକି ଭୂତ ଗପ କହିଲି। ଭୂତ ଗପ ଯଦି କହିବୁ ଭୂତ ତତେ ଆସିକି ଡରେଇକି ତ ଗଳ ଭିଲେଇକି ମଶାନୀକି ନେଇକି ଖାଇଦେବ। ସେଇଠୁ ବେନପୁରରେ ତାଙ୍କର ବାରିରେ ବାହାଘର ହବ। ବାହାଘର ହବ। ସେଇଠୁ ସେ ମାଙ୍କଡ ବେନ ଉପରୁ ଡେଇଲା ଲୋ। ବେନ କହିଲା ଇଲୋ ବଉଲ ସେ ମାଙ୍କଡ ତାର କିଛି କରିନି। ସମସ୍ତେ ଦୌଡ଼ିକି ଆଇଲେ। ସେ ମାଙ୍କଡ ଯେମିତି ନକୁକୁ ଦେଖିଲା ଦୌଡ଼ିକି ସେ ଗଛକୁ ପଳେଇଲା। ସେ ତାର କିଛି କରିନି ଆଉ ତା ଉପରୁ ଡେଇଲା ଖାଲି। ତାଙ୍କର ବାରି ପାଖରେ ବାହାଘର ମାମୁଁ ଘରକୁ ଯାଇଥିଲି। ତାଙ୍କରି ବାରି ପାଖରେ ବାହାଘର ହବ ବା। ମୁଁ ମାମୁଁ ଘର ଯାଇଥିଲି। ମୋ ମାମୁଁ ଘର ଆଡେ ପବନ ମାଙ୍କଡ ଗଛ ଗୋଟାଏ ମାଙ୍କଡକୁ ମୁଁ ଟେକା ମାରି ପୁରା ତା ଏଇଠି ବାଜିଲା। ପୁରା ଏଇଠି ବାଜିଲା। ବାପା ଏତିକି ଘରକୁ ଯେ ଭିଡିଓ କରିବା।